श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि आमलकी एकादशी। आसंतु एही पवित्र दिन रे एही एकादशी कथा निश्चय श्रवण करिबा। युधिष्ठिर उवाच, कहन्ति राजा युधिष्ठिर, शुण हे प्रभु दामोदर, मासकु मास दुई मिसी, विष्णु को हेला 24 एकादशी मानकर, नक्षत्र जोग सिद्धि कर, नक्षत्र जोग कजन्य भेद, कहिबा मोते हे गोविंद, फाल्गुन शुक्ल एकादशी, नाम महिमा विधि मिसी, प्रकाश करी दामोदर, हेउ मो मानस सुस्थिर। श्रीकृष्ण वाच, कृष्ण कहन्ति युधिष्ठिर, पृष्ठे प्रश्न मान्धातार, वसिष्ठ जाहा कहिछन्ति, कहिबु संवाद नृपति। मान्धात वाच, प्रयास एकादशी माने, श्रवण पुण्य फल दाने, नक्षत्र जोग ताहांकर, जे नाम जे पुण्य व्यवहार, कहन्ति अरुन्धति पति, जे रूपे हेव चित्त तृप्ति, शुक्ल पक्षर एकादशी, पुनर्वसुर संगे मिसी, ता नाम जया बोली ख्यात, तिथि मानंके से विख्यात, दियई यज्ञ कर्म फल, पापरु करई उद्धार, जेथि उपवास करे, दुस्तर पापरु से तरे, श्रावण शुक्ल द्वादशी रे, जेबे हुई सौभाग्य रे, से एकादशी हे मान्धात, विजय नाम रे विख्यात, एथिरे स्नान तीर्थ स्थान, दान सहस्र गुणमान, द्विज भोजन यज्ञ होम, सहस्र पुण्य फल क्षम, रोहिणी शुक्ल द्वादशी रे, जेबे पड़िला भाग्य भरे, से एकादशी जयंती रे, ख्यात हेले हैं जगत रे, ए सर्व पाप भारा तिथि, समस्त पुण्य जाओ तिथि, एथिरे गोविंद अर्चन, शपथ जन्म पाप मान, से पाप अल्प बाबहु, नाश करन्ति महाबाहु, शुक्ल द्वादशी पुष्या जोग, जेबे पड़िला ए सुजोग, ए अति पुण्य एकादशी, पापनाशिनी नामे भासी, वर्षे पर्यन्ते जेहु करे, निज प्रस्थ को दान करे, जेथि करे उपवास, दुहिंक सुकृत सदृश, सगर धुंदु मारो गाधी, एथिरे कृष्णंकु आराधी, पृथ्वीरे हेले चक्रवर्ती, पाइले युद्धे दान कीर्ति, कायिक वाचनिक आदि, जे पाप सप्ता जन्मावधि, तहिरु मुक्त से हुई, स्वर्गरे निवास करई, जे पुष्या युक्त एकादशी, सेवई होई उपवासी,
ସେ ଅଶ୍ୱମେଧ ସହସ୍ରର ଫଳକୁ ପାଏ ନିକର। ସ୍ୱାଧ୍ୟାୟ ଜପ ଦେବାର୍ଚ୍ଚନ ଅଥବା ହୋମ ସ୍ନାନ ଦାନ ଯେ କିଛି ଏ ଦିନ ଆଚରି ସେ ସର୍ବ ଅକ୍ଷୟର ପରି। ସର୍ବଦା ଫଳ କାମୀ ମାନେ କରିବେ ବ୍ରତ ନିୟମେ। ଫାଲ୍ଗୁନ ଶୁକ୍ଳ ଏକାଦଶୀ ନାମରେ ଆମଳକି ଭାସି। ଯହିଁରେ କୃତ୍ୟ ପୁଣ୍ୟ ଭେଦ ଶ୍ରୀକୃଷ୍ଣ ଲୋକ ଫଳପ୍ରଦ। ଜାଗ୍ରତ ହୋଇ ରାତ୍ର କାଳେ ଜାଗଇ ଆମଳକି ପୁମୂଳେ। ଧେନୁ ସହସ୍ର ଦାନ ଫଳେ ମିଳେ ଶ୍ରୀକୃଷ୍ଣ ପାଦ ତଳେ। ମାନ୍ଧାତ ବାଚ ଉତ୍ପନ୍ନ କଦାମଳକି ଏଡ଼େ ପ୍ରଭାତ ବଢ଼ିଏ କି। କହିବା ସର୍ବଶେଷ ମନେ କୌତୁକ ଜାତ ହେଲା ମନେ। ପବିତ୍ର କେଉଁ ହେତୁ କରି କେଉଁ ହେତୁରୁ ପାପ ଏହି। କିମ୍ପାଏ ମୂଳେ ଜାଗରଣ ଧେନୁ ସହସ୍ର ଗୁଣମାନ। ବଶିଷ୍ଠ ଉବାଚ ମାନ୍ଧାତା ପଚାରନ୍ତେ ମୁନି କହନ୍ତି ବେଦ ବିଧି ଘେନି। ଯେମନ୍ତେ ପୃଥ୍ୱୀରେ ଜାତ କହିବା ଶୁଣ ହେ ମାନ୍ଧାତ। ଏ ଆମଳକି ମହାବୃକ୍ଷ ସକଳ ପାପ କ୍ଷୟ ଦକ୍ଷ। ପୂର୍ବେ ଯେ ସ୍ଥାନର ଜଙ୍ଗମ ହୁଅନ୍ତେ କାର୍ଣ୍ଣବପମ। ଦେବତା ଉଗର ରାକ୍ଷସ ଏ ସର୍ବେ ଅନ୍ୟ ହେଲେ ନାଶ। ତହିଁରେ ଦେବାଧି ପ୍ରବେଶ କରମ ଆତ୍ମା ନିତ୍ୟ ଶେଷ। ଗଲେ ପରମ ବ୍ରହ୍ମ ଭେଦ ଅବ୍ୟୟ ଆପଣାର ପଦ। ହୁଅନ୍ତେ ପ୍ରଭୁ ବ୍ରହ୍ମଗତ ମୁଖରୁ ବ୍ରହ୍ମା ହେଲେ ଜାତ। ଶ୍ରୀବନୁ ଏକ ବିନ୍ଦୁ ଜାତ ସେ ହେଲା ଭୂମି ନିପତିତ। ଜାଣ ହେ ଧାତ୍ରୀ ମହାଗୁରୁ ଜନ୍ମିଲା ଷ୍ଟିବନ ତନୁରୁ। ଶାଖା ପ୍ରଶାଖା ହୋଇ ବଢ଼ି ଫଳର ଭାରେ ନଇଁ ପଡ଼ି। ଯେ ବୃକ୍ଷ ମାନଙ୍କର ଆଦି କାରଣ ରୂପେ ପ୍ରତିପାଦି। ବ୍ରହ୍ମା ତହିଁରୁ ସୃଷ୍ଟି କଲେ ସ୍ଥାବର ଜଙ୍ଗମ ସର୍ଜିଲେ। ଗନ୍ଧର୍ବ ଯକ୍ଷ ରକ୍ଷ ଗଣ ଦେବଦାନବ ଯବମାନ। ଯେ ଋଷି ଗଣ ଅନ୍ୟ ଜାଣ ସର୍ଜନା କଲେ ଏଣେ ଜାଣ। ଏହର ପ୍ରିୟା ଧାତ୍ରୀ ବୃକ୍ଷ ହେଲେ ସେ ସ୍ଥାନରୁ ପ୍ରତ୍ୟକ୍ଷ। ସେଠାରୁ ଦେବତାଏ ଆସି ଦେଖିଣ ବହୁତ ପ୍ରଶଂସୀ। ଅଦୃଷ୍ଟତର ହେତୁ ଦେବେ ରହିଲେ ସୁବିସ୍ମିତ ଭାବେ। ଦେଖି ବିସ୍ମୟ ଦେବଙ୍କର ଶୁଭିଲା ବାଣୀ ଅଗୋଚର। ଏ ଆମଳକି ନରୋତ୍ତମ ବିଷ୍ଣୁଙ୍କ ଠାରୁ ଏ ଉତ୍ପନ୍ନ। ଯାହାର ନାମକୁ ଶୁଣିଲେ ଗୋଦାନ ଦେବା ଫଳ ମିଳେ। ଯାହାକୁ ଛୁଇଁଲେ ଦ୍ୱିଗୁଣ ଭଖିଲେ ଫଳ ତିନି ଗୁଣ। ଜାଣ ହେ ଆମଳକି ପୂଜା କର୍ତ୍ତବ୍ୟ ଯେଣୁ ଏ ବିଷ୍ଣୁ ଯା। ତ୍ରିବିଧ ପାତକ ନାଶିନୀ
सर्वसात्विक पुण्यदाने ଯାହାର ମୂଳେ ବିଷ୍ଣୁଦେବ ଊର୍ଦ୍ଧ୍ୱେ ବିଧାତେ ସ୍କନ୍ଧେ ଶିବ ଶାଖାମାନଙ୍କେ ମୁନିମାନେ ପ୍ରଶାଖେ ସ୍ଥିତ ସ୍ୱର୍ଗ ଜନେ ଯାହାର ପୁଣ୍ୟ ଦେବ ଜାନେ ପୁଷ୍ପରେ ଅଛନ୍ତି ପବନେ ଫଳମାନଙ୍କେ ପ୍ରଜାପତି ତେଣୁ ଏ ଦେବ ମର୍ତ୍ତ୍ୟ ଧାତ୍ରୀ ଯେଣୁ ଏ ପୂଜ୍ୟତା ମନରେ ବିଶେଷ ବୈଷ୍ଣବ ଜନରେ ଏ ରୂପେ ଅଶରୀରୀ ବାଣୀ ଶୁଣିଏ ଋଷି ମାନେ ଭଣୀ ଦେବତା ଅବା ଦେବ ଜନି କିଏ ଆପଣ କହ ଜ୍ଞାନୀ ବାଗୁବାଚ କହନ୍ତି ଅଶରୀରୀ ବାଣୀ ଋଷିମାନଙ୍କୁ ପରିମାଣି ଏ ଚତୁର୍ଦ୍ଦଶ ଭୁବନର ଯେ ହର୍ତ୍ତା କର୍ତ୍ତା ଅଧୀଶ୍ୱର ସେ ସନାତନ ବିଷ୍ଣୁ ମୋହି ବିସ୍ମୟ ଦେଖି କହିଲଇଁ ଶୁଣିଏ ପ୍ରିୟ କର ବାଣୀ ସାକ୍ଷାତ ବିଷ୍ଣୁ କରି ଜାଣି ଆନନ୍ଦେ ବ୍ରହ୍ମାଙ୍କର ପୋଏ ସ୍ତୁତି କରଣେ ବ୍ୟଗ୍ର ହୁଏ ଋଷୁବାଚ ଦେଖି ସାକ୍ଷାତ ବ୍ରହ୍ମ ଜ୍ୟୋତି କରନ୍ତି ଋଷି ମାନେ ସ୍ତୁତି ହେ ପ୍ରାଣୀଙ୍କର ଆତ୍ମା ଭୂତ ଆତ୍ମା ଯେ ପରମାତ୍ମା ଭୂତ ହେ ନାରାୟଣ ହେ ଅଚ୍ୟୁତ ହେ ସନାତନ ହେ ଅନନ୍ତ ହେ ଦାମୋଦର ଯେ ଯଜ୍ଞେଶ ହେ ଯୋଗେଶ୍ୱର ତ୍ରିଲୋକେଶ ହେ ଜଗନ୍ନିବାସ ଗୋବିନ୍ଦ ହେ ମାୟାବୃତ ନିତ୍ୟାନନ୍ଦ ଦେବାଧିଦେବ ହେ ମାଧବ ମାହାତ୍ମ୍ୟ ଭୂତ ଦେବ ଦେବ ଦୟା କରିବ ଚକ୍ରଧର ଏ ଦୁଷ୍ଟ ବିଷୟ ଉଦ୍ଧାର ହେ ଧ୍ୟାନମୟ ଧ୍ୟାନ ଥିବ ଅପନ୍ତା ଗତି ନିଷେଧିବ ସ୍ତୁତିରେ ହୋଇଣ ସନ୍ତୋଷ କହନ୍ତି ପ୍ରଭୁ ଜଗଦୀଶ ହେ ବ୍ରହ୍ମା ପୁତ୍ରେ ବର ମାଗ ଯହିଁ ପୂଜୁ ଅଛି ରାଗ ଋଷିବାଚ ଯେବେ ସନ୍ତୋଷ ହେଲେ ହରି ଆମ୍ଭର ହିତ ଅବଧାରୀ କହିବ କିଛି ବ୍ରତ କଥା ଯେ ସ୍ୱର୍ଗ ମୁଖ୍ୟ ଫଳଦାତା ସେ ଧନ ଧାନ୍ୟ ପ୍ରଦ ଗୁଣ ଆତ୍ମା ସନ୍ତୋଷ ପ୍ରଦ ପୁଣ୍ୟ ଅଳ୍ପ ଆୟାସ ବହୁ ଫଳ ବ୍ରତମାନଙ୍କେ ଯେ ଉଜ୍ଜ୍ୱଳ ଯେଉଁ ବ୍ରତକୁ କରି ଲୋକେ ପୂଜିବ ହେବେ ବିଷ୍ଣୁ ଲୋକେ ବିଷ୍ଣୁବାଚ ফাল্গুন শুক্ল পক্ষে যেবে দ্বাদশী পুষ্যা যুক্ত হেবে সে হেব মহাপুণ্যদানী মহাপাতক বিনাশিনী তহিরে বিশেষ বিধান ଅଛି କହିବା ଋଷିଗଣ ଆମାଳକୀର ମୂଳ ଦେଶେ ଜାଗର ଦେବା ଉପବାସେ ସର୍ବ ପାପରୁ ମୁକ୍ତ ହୋଇ ଧେନୁ ସହସ୍ର ଫଳ ପାଇ ସେ ସୁନା ଚଉର ନ୍ୟାସ ହରି ଯେ ବାପା ଷଣ୍ଢ ଦୁରାଚାରୀ ଯେ ପରଦାରଙ୍କ ଦୁଷ୍କୃତ
त्यक्ता मर्यादा जे पतित जे गुरुद्वार प्रदर्शक जे अबा साधुंक दूषक एमाने अन्य पापी अबा जेबे व्रत करे सेवा से मूढ़मती पुण्य देही नाना नरक उद्धरई ए व्रत व्रतींक उत्तम हे विप्र कहिले हे राम एथि अच्युत पूजा बिहि विष्णु लोकरु च्युत नहि ऋषिवाच ए व्रत महात्म्य को शुणी ऋषिए पचारंती वाणी कह कि विधि रे व्रत केउ विधि रे समाप्त कि मंत्र एथि कि संस्कार ए पूजा केउ देवतार कि रूपे दान वा स्नान कि अबा पूजार विधान यथा तथ्यरे स्नान मंत्र कहिबा जे अर्चना मंत्र विष्णुवाच ऋषि मानक प्रश्न पाई कहंती विधि लक्ष्मी साई एकादशी रे निराहारे रही भुंजीवा द्वादशी रे ए रूपे संकल्प आचरी यथा तोरे स्नान करी प्रथमे मृत्तिका लेपन करी करिब शुद्ध स्नान नदी रे अबा तड़ागरे कूपरे अथवा गृहरे नियत शुचिमंत हेब मृत्तिका मंत्र उच्चारिब हे आंभ सबु जंतुंकर तुम्भे जीवन रक्षा कर स्वेद जे भिद जंतुंकर जे गतिर समानकर ताहांकु मोर नमस्कार जे शुचि अति अशुचिर तुम्भरे करुअछि स्नान मोते होइब सुप्रसन्न देव खातवा प्रश्रवण नदी गंगादि तीर्थ गण एथि स्नान रे जेउ फल मिलिब हेब सुनिश्चल ए मंत्र बोली करी स्नान विशुद्ध करी बटी मन गृह को जाई जप होम करी जे उपचार मान घेनई आमल कि जीव जे स्थाने संस्कार करिब स्थापिब पूर्व मंत्र करी अव्रण कुंभ को विचारी जे पंचरत्न रे समेत सुद्रव्य गंधादिवासित छत्रपान जुग जुक्त सुशीत नंदन चर्वित ग्रीवाजयित माला वृत धात्री रहे सुमंत्रित धूप दीपरे मनगत धात्री रहे सुमंत्रित कुंभ उपरे हेबा पात्र जे हेबला जे प्रसुरित तहि उपरे स्थापि व्रती स्वर्ण परशुराम मूर्ति प्राण प्रतिष्ठा विधि सारी पूजा करिब जे विचारी देवाधिदेवाय उच्चारी भक्त संजोग मन करी शुभ्र फल जे अर्घ्य भरी देव से नमंत कर
କରି। ନମସ୍ତେ ଦେବ ଦେବ ଈଶ, ନମସ୍ତେ ଯମଦଗ୍ନ ବେଶ। ହେ ଦେବ ଏ ମର୍ଘ୍ୟତୟ, ଘେନନ୍ତୁ ଆମଳ କିସ। ମନ୍ତ୍ର ଉଚ୍ଚାରି ଅର୍ଘ୍ୟ ଦେବ, ଯେ ରୂପେ ତୃପ୍ତି ହେବେ ଦେବ। ଭକ୍ତିରେ ଚିତ୍ତ ଯୁକ୍ତ କରି, ରାତ୍ରରେ ଜାଗର ଆବରି। ନିତ୍ୟ ବାଦିତ ଗୀତ ଯୋଡ଼ି, କିବା ଶ୍ରୀ ଭାଗବତ ପଢ଼ି। କିୟ ବା ଧର୍ମ ଜ୍ଞାନ କରି, ନେବ ଏ ସୁଭଦ୍ରା ସର୍ବରି। ଆନନ୍ଦେ ବିଷ୍ଣୁ ନାମ ମାନ, ଧରି କରିବ ପ୍ରଦକ୍ଷିଣ। ଅଷ୍ଟବିଂଶତି ଅଷ୍ଟତର, ସତନାମ ଆମଳ ତୀର। ପ୍ରାତରେ ହୋଇ ମହାମନା, କରିବ ହରି ଆରାଧନା। ବିପ୍ରଙ୍କୁ ଆସନେ ଉଭାରି, ପଞ୍ଚପଚାରେ ପୂଜା କରି। କରିବ ସବୁ ନିବେଦନ, ଯେତହିଁ ଉପଚାର ମାନ। ପରଶୁରାମ ରୂପୀ ହରି, ପ୍ରୀତ ହୁଅନ୍ତି ବୋଲି କରି। ଛତ୍ରପନଃ ବସ୍ତ୍ର ଯୁକ୍ତେ, ଜାମଦଗ୍ନକୁ ଦେବ ହସ୍ତେ। ବ୍ରାହ୍ମଣ ପ୍ରତି ବାକ୍ୟ ମାଗି, ଦେବ ଦକ୍ଷିଣା ଯଥା ଭାଗି। ଆମଳ କି ଛୁଇଁ ଜାଣି, କରିବ ପ୍ରଦକ୍ଷିଣ ପୁଣି। ସ୍ନାନ କରିଣ ବିଧାନରେ, ପ୍ରବର୍ତ୍ତି ବିପ୍ର ଭୋଜନରେ। ବନ୍ଧୁ କୁଟୁମ୍ବ ସଙ୍ଗେ ଘେନି, ଭୁଞ୍ଜିବ ହବିଷ୍ୟାନ୍ନ ଜାଣି। ଏ ରୂପେ ବିଧି ଜାଣି କରି, ଯେ ଆମଳ କି ଆଚରି। ସେ ସର୍ବ ଯଜ୍ଞ ଦାନ କଲା, ସକଳ ପୁଣ୍ୟକୁ ପାଇଲା। ଏ ମନ୍ତ ଋଷିଙ୍କି ଯେ କହି, ଅଦୃଶ୍ୟ ହେଲେ ଲକ୍ଷ୍ମୀ ସାଇଁ। ଏ ବ୍ରତଙ୍କ ଉତ୍ତମ, କହିଲେ ଯେ ଅବା ନିୟମ। ଏ ରୂପେ ବ୍ରତ ଆଚରି, ଯାଇ ସର୍ବଦା ନର ହରି। ସାକ୍ଷାତେ ବିଷ୍ଣୁ ଠାରୁ ଶୁଣି, କଲେ ବ୍ରତ ସର୍ବମୁନି। ସର୍ବପାତକ ପ୍ରମୋଚନ, ଏ ବ୍ରତ ଦୁରାଧର୍ଷ ଜାଣ। କର ଏ ବ୍ରତ ହେ ମାନ୍ଧାତ, କହନ୍ତି ଅରୁନ୍ଧତୀ କାନ୍ତ। ଇତି ଶ୍ରୀ ବ୍ରହ୍ମାଣ୍ଡ ପୁରାଣେ ଫାଲ୍ଗୁନ ଶୁକ୍ଳାମଳତ୍ୟ ଏକାଦଶୀ ମହାତ୍ମ୍ୟେ ନାମ ଅଷ୍ଟମ ଅଧ୍ୟାୟ। ଏବେ ଆସନ୍ତୁ ଏହି ପବିତ୍ର ଦିନରେ ମା ତୁଳସୀଙ୍କ ଜଣାଣ କରିବା। ତାପରେ ତୁଳସୀ ମହାପୁରାଣ ଅଳ୍ପ ନିଶ୍ଚୟ ପଢ଼ିବା। ତୁଳସୀଙ୍କ ଜଣାଣ। ନମ ମା ତୁଳସୀ ଦେବୀ କରୁଣା ସାଗରୀ, ଶ୍ରୀ ବିଷ୍ଣୁଙ୍କର ତୁହି ମା ଅଟୁ ମନହାରୀ। ପରମ ବୈଷ୍ଣବୀ ମାତ ଜଗତ ରହିତେ, ବିଜେ କଲୁ କଳି ଯୁগে ବୃକ୍ଷ ରୂପେ ମର୍ତ୍ତେ। ମହାନିତ୍ୟ ଧାମର ତୁ ଅଟୁ ମା ପ୍ରହରୀ, ବିନା ଦୋଷରେ ଆସିଲୁ ମର୍ତ୍ତେ ଅବତରୀ। ସତ୍ୟ ଯୁগে ନାମ ଗୋଟି ତୋର ସତ୍ୟବତୀ, ପରାଶର ଋଷିଙ୍କର ହୋଇଲୁ ମା ପତ୍ନୀ। ତୋ ଗର୍ଭରୁ ବ୍ୟାସଦେବ ହୋଇଲେ ଜନମ, ଜଗତରେ ଦ୍ୱିତୀୟ ବିଷ୍ଣୁ ରୂପେ ହେଲେ ଗଣ୍ୟ।
ତ୍ରେତା ଯୁଗରେ ମାଳତୀ ରୂପ ତୁ ହୋଇଲୁ, ବୃକ୍ଷ ରୂପରେ ପ୍ରଭୁଙ୍କ ପୂଜାରେ ଲାଗିଲୁ। ଦ୍ୱାପର ଯୁଗରେ ମାଗୋ ତ୍ରିପୁରା ତୋ ନାମ, ମୟା ଦୈତ୍ୟ ପତ୍ନୀ ରୂପେ ଜାପିଲୁ ଜୀବନ। କଳି ଯୁଗେ ବୃନ୍ଦାବତୀ ତୁ ହି ମା ତୁଳସୀ, ଜଳନ୍ଧର ପତ୍ନୀ ହେଲୁ ମୋର ତୋରେ ଆସି। ପ୍ରଭାତ ଉଠିତ ମୁଖ ଯେ କରେ ଦର୍ଶନ, ସକଳ ପାତକ ତାର ହୁଅଇ ଦହନ। ସନ୍ଧ୍ୟା କାଳେ ଗୋମୟରେ ତୋ ସ୍ଥାନ ଲିପଇ, ସନ୍ଧ୍ୟାବତୀ ଦେଇ ଯେହୁ ଓଳଗି ହୁଅଇ। ହେଉ ନାରୀ କି ବାନର ଦୟାରେ ତୋହର, ପୁତ୍ର ଦ୍ୱାରା ସୁତ ଚିତେ ଭରି ଯାଏ ଘର। ମୂଳେ ଥାନ୍ତି ଗଙ୍ଗା ଡାଳେ ଥାନ୍ତି ଦାମୋଦର, ଦେବତା ମାନେ ଥାନ୍ତି ପତ୍ରରେ ତୋହର। ନମ ମା ତୁଳସୀ ଦେବୀ ବିଷ୍ଣୁଙ୍କ ଘରଣୀ, ଶକ୍ତି ପ୍ରଦାୟିନୀ ମାତ ମଙ୍ଗଳକାରିଣୀ। ସର୍ବଜନ ହିତକାରିଣୀ ମାଗୋ ତୁଳସୀ, ଦୀନ ବୁଦ୍ଧିମନ୍ତର ତୁ ସହାୟ ଭରସା। ତୁଳସୀ ବୃକ୍ଷେ ଜଳ ଦେବା ମନ୍ତ୍ର। ଜାନେ ଜାନି ଚ ପାପାନି ବ୍ରହ୍ମହତ୍ୟାଦିକାନି ଚ, ତାନି ତାନି ପ୍ରଣଶନ୍ତି ପ୍ରଦକ୍ଷିଣଂ ପଦେ ପଦେ। ଯତ୍ପାପ ଯୌବନ ବାଲ୍ये କୌମାରେ ବାର୍ଦ୍ଧକ୍ये କୃତ୍ୟ, ଯତ୍ପାପ ବିଲୟଂ ଜାତୁ ତୁଳସୀ ତତ୍ପ୍ରଦାକ୍ଷପାତ୍। ଗ୍ରନ୍ଥ ସୂଚନା। ଶୁଣ ବିଦୁଷ ମଣ୍ଡଳୀ ଦେଇ ମନ କର୍ଣ୍ଣ, ପରମ ପବିତ୍ର ଗ୍ରନ୍ଥ ତୁଳସୀ ପୁରାଣ। ସର୍ବଜନଙ୍କର ହିତେ କଲମ ଧରିଣ, ତୁଳସୀ ମହିମା ଏଥେ କରିବି ବର୍ଣ୍ଣନ। ମହିମାମୟୀ ଜନନୀ ଦେବୀ ଯେ ତୁଳସୀ, କେଉଁ ପରିବି ଯେ କଲେ ମର୍ତ୍ତ୍ୟ ଧାମେ ଆସି। ଚାରି ଯୁଗେ ମୋର ତରେ ହେଲେ ଉତ୍ପନ୍ନ, କେଉଁ ଯୁଗେ ତାହାଙ୍କର ହେଲା କେଉଁ ନାମ। ବୁଝାଇଣ ସେହି କଥା ଲେଖୁଅଛି ମୁହିଁ, ତୁଳସୀ ଅତି ପବିତ୍ର ବୃକ୍ଷ ଯେ ଅଟଇ। ସର୍ବପୂଜା ଦ୍ରବ୍ୟ ମଧ୍ୟେ ତୁଳସୀ ପତର, କାହିଁ ପାଇଁ ପଡ଼େ ସର୍ବେ କରନ୍ତି ଆଦର। ତୁଳସୀ ପୁରାଣ ଅଟେ ପରମ ପବିତ୍ର, ଗୀତ ଛନ୍ଦରେ ଲେଖଇ ଦୀନ ବୁଦ୍ଧିମନ୍ତ। ତୁଳସୀ ମହିମା କଥନ। ଶୁଣ ହେବି ବୁଦ୍ଧ ଜନେ ମନ କର୍ଣ୍ଣ ଦେଇ, ଅପୂର୍ବ ଚରିତ ଏକ କହୁଅଛି ମୁହିଁ।
ଶୁକ ପରୀକ୍ଷିତଙ୍କର କଥୋପକଥନ, ଯାହାକି ଅଟେ ତୁଳସୀ ଦେବୀଙ୍କ ପୁରାଣ। ଏକ ଦିନେ ପରୀକ୍ଷିତ ରାଜା ବସିଥିଲେ, ପ୍ରଜାମାନଙ୍କର ହାନି ଲାଭ ବୁଝୁଥିଲେ। ପ୍ରଜାମାନଙ୍କର ହାନି ଲାଭ ବିଚାର ଶେଷରେ ଶୁକମୁନି ପରବେଶ ହୋଇଲେ ସେଠାରେ। ବୋଲନ୍ତି ହେ ମହାମୁନି ପାଦେ ପଡ଼ି ଶୋଇ, ବଡ଼ ଭାଗ୍ୟ ଦର୍ଶନ ଦେଲ ଦୟା ବହି। ଶ୍ରୀ ଶୁକ ଉବାଚ ପରୀକ୍ଷା ନୃପତିଙ୍କର ବଚନ ଶୁଣିଲେ, ଶୁକଦେବ ଅତୀତ ସେ ବଚନ ଭାସିଲେ। ଚତୁର୍ମାସ୍ୟ ତୁମ୍ଭପୁରେ ଜାପି ବିରାଜନ, ସେ ନିମନ୍ତେ ତୁମ୍ଭପୁରେ କଲି ଆଗମନ। ପାରିବୁ କି ମୋ ନିମିତ୍ତ ବାସ ଏକ ଦେଇ, ଶୁଣିଣ କହନ୍ତି ଅଭିମନ୍ୟୁ ରତନଇ। ପରୀକ୍ଷିତ ଉବାଚ ଆପଣଙ୍କର ଦୟାରେ ରାଇଜ ମୋହର, ପ୍ରଜାମାନେ ରହିଛନ୍ତି ଆହେ ମୁନିବର। ଛାର ସ୍ଥାନ ଏକ ଯେବେ ନ ପାରିବ ଦେଇ, କି ହୋଇବ ଲାଭ ଏତେ ବଡ଼ ରାଜା ହୋଇ। ଏତେ କହି ଏକ ଗୃହ ଦେଖାଇ ନ ଦେଲେ, ଶୁକମୁନି ରହିଗଲେ ମନ ଆନନ୍ଦରେ। ଏହିପରି ଏକ ଦିନ ଅତୀତ ହୋଇଲା, ଶୁଣ ହେ ବିଦୁଷେ ଏଥୁ ଅନ୍ତେ ଯାହା ହେଲା। ଦିନେ ରାଜା ପରୀକ୍ଷିତ ହୋଇ ହସ ହସ, ତାହାଙ୍କ ନିକଟେ ଯାଇ ହୋଇଲେ ପ୍ରବେଶ। ବୋଲନ୍ତି ହେ ବ୍ରହ୍ମବେତ୍ତା ମୋର ବାଣୀ ଶୁଣ, ବୁଝାଇଣ କୁହ ମୋତେ ତୁଳସୀ ପୁରାଣ। ପରୀକ୍ଷିତଙ୍କ ବିନୟ ଦେଖି ଶୁକ ଜ୍ୟୋତି, କୁହନ୍ତି ଶୁଣରେ ସର୍ବ ଅର୍ଜୁନର ନାତି। ଶ୍ରୀ ଶୁକ ଉବାଚ ମହିମାମୟୀ ତୁଳସୀ ଧାତ୍ରୀଙ୍କ ଉତ୍ତମା, ବୁଝାଇ କହୁଛି ଏବେ ତାଙ୍କର ମହିମା। ପରମ ପବିତ୍ର କଥା ଅଟେ ଆଖ୍ୟାନ, କହୁଅଛି ହେ ରାଜନ ମନ ଦେଇ ଶୁଣ। ପରମ ପଣ୍ଡିତ ତୁମ୍ଭେ ଅଟ ମହାଜ୍ଞାନୀ, ଭୂପତ ବିଷୟ ମୋତେ ପଚାରୁଛ ଜାଣି। ତୁମ୍ଭ ବିନେ ଆନ କେହୁ ହେଲେ ନର ନାହା, କଦାଚନ ବୁଝାଇଣ ନ କହନ୍ତି ଏହା। ମନ ଦେଇ ଶୁଣ ଏବେ ତୁଳସୀଙ୍କ କଥା, ଶୁଣି ହୃଦରୁ ତବ ଯେ ତୁଟି ଯିବ ବ୍ୟଥା। ଶୁଣି ହୃଦରୁ ତବ ଯେ ତୁଟି ଯିବ ବ୍ୟଥା। ବିଧି ମତେ ଚଉରାକେ କରିଅଛି କାହିଁ, ତା ମଧ୍ୟରେ ତୁଳସୀ ବୃକ୍ଷ ଯତନେ ଲଗାଇ। ଚତୁସମଲେପି ଅଛି ଚଉରା ଉପରେ, ଶକତ ଖଞ୍ଜାବର କେଉଁ ଚଉରାରେ। ସୁବର୍ଣ୍ଣ ପାତିଆ ଅବା ଲାଗିଅଛି କାହିଁ, ତା ମଧ୍ୟରେ ବିଜଏ ମା ତୁଳସୀ ଦୟାମୟୀ। ପଦ୍ମ ଫୁଲ ପ୍ରାୟ ଦିଶେ କେବଳ ଚଉରା, ନାନା ଚିତ୍ର ବିଚିତ୍ରରେ କିଏ ଅବା ଭରା। ଅଷ୍ଟକୋଣ ଚଉରାକେ କରିଅଛି ଦ୍ୱାରେ, ତୁଳସୀଙ୍କୁ ଲଗାଇଛି ଉତ୍ତମ ପ୍ରକାରେ। 16 କୋଣ କାହିଁ 32 କୋଣ ଚଉରା, ବିଜେ କରିଛନ୍ତି ଦୁଃଖୀ ଜନ ମାତୃପୁରା। ପ୍ରସ୍ତର ପିଢ଼ କାହାର ଚାରି ପାରୁଷରେ, ପଦ୍ମରାଗ ଖଞ୍ଜା ହୋଇ ଜନ ମନହରେ। ବିବିଧ ଚଉରା ମାନ ହୋଇଛି ନିର୍ମାଣ, ବିବିଧ ବସ୍ତ୍ର ଯେ ଦିଆ ତହିଁ ଉପରାଣ। ସର୍ବାଗ୍ରେ ତୁଳସୀ ବୃକ୍ଷ ପାଉଅଛି ଶୋଭା, ତହିଁର ମହିମା ମୁହିଁ କି କହିବି ଅବା। ତୁଳସୀ ପତ୍ର ପୂର୍ବ ବାସ୍ନା ଯେ ହୋଇ, ଆଘ୍ରାଣ କରିଲେ ଥରେ ମନ ନିଏ ମୋହି। ଦ୍ୱାରକା ନବରେ ପୁରେ ପୁରେ ରହିଥାଇ,
ପୂଜନ୍ତି ଦ୍ୱାରକାବାସୀ ଆନନ୍ଦିତ ହୋଇ। ଅପୂର୍ବ ମହିମା ଏହି ତୁଳସୀ ବୃକ୍ଷର, ମନ କର୍ଣ୍ଣ ଦେଇ ଶୁଣ ଆହେ ନର ବର। ମୂଳେ ଗଙ୍ଗା ଦେବୀ ତାର ଥାନ୍ତି ଅନୁକ୍ଷଣ, ଡାଳେ ସ୍ୱୟଂ ବିଷ୍ଣୁଙ୍କର ନିଜ ବାସସ୍ଥାନ। ଇନ୍ଦ୍ରଚନ୍ଦ୍ର ସୂର୍ଯ୍ୟ ଯମ ନଈରତ ଗଣ, ବିଦ୍ୟାଧର ଯକ୍ଷ ରକ୍ଷ ଗନ୍ଧର୍ବ ଚାରଣ। ସବୁଙ୍କର ବାସସ୍ଥାନ ତାପତ୍ର ମଧ୍ୟରେ, ପରମ ପବିତ୍ର ତେଣୁ ମୋର ସଂସାରରେ। ଯେଉଁ କଥା ପୁଛା କଲୁ ମନ ଦେଇ ଶୁଣ, ସମସ୍ତ ଶୁଭ କାର୍ଯ୍ୟ ପତ୍ର ଯେ ମାତାଙ୍କର। ଲୋଡ଼ା ହୁଏ ମନେ ରଖିଥାଅ ନରବର, ଦିନ ବୁଦ୍ଧିମନ୍ତ ସ୍ମରି ମାତାଙ୍କ ଚରଣ। ମହାନନ୍ଦେ ରଚଇଏ ମହାପୁରାଣ। ଗୋଲୋକ ବୈକୁଣ୍ଠ ରାସକ୍ରୀଡ଼ା। ପରୀକ୍ଷିତ ବାଚ ଏଥୁ ଅନ୍ତେ ପରୀକ୍ଷିତ ଯୋଡ଼ିବେନି ହସ୍ତ, ଶୁକମୁନିଙ୍କ ଚରଣେ କଲେ ପ୍ରଣିପାତ। ବୋଲନ୍ତି ହେ ବ୍ରହ୍ମଜ୍ଞାନୀ ଅନୁଗ୍ରହ କର, ପ୍ରଥମେ ତୁଳସୀଙ୍କର କାହିଁ ଥିଲା ଘର। ମର୍ତ୍ତ୍ୟପୁରେ କାହିଁ ପାଇଁ ହୋଇଲେ ଜନମ, ସକଳ ଚରିତ ମୋତେ କୁହ ନୃପରାଣ। ପରୀକ୍ଷିତଙ୍କ ବଚନ ଶୁଣି ଶୁକମୁନି, ଯେଉଁ କଥା ପୁଛା କଲୁ ଶୁଣ ନରମଣି। ଶ୍ରୀ ଶୁକ ବାଚ ରାଜନଙ୍କର ବଚନ କର୍ଣ୍ଣରେ ଶୁଣିଲେ, ଦରହସିଣ ତାହାଙ୍କୁ ବଚନ ବୋଇଲେ। ତୁଳସୀ କେଉଁ ସ୍ଥାନେ ନିବାସ ତାଙ୍କର, କିଏ ପିତା ମାତା ତାଙ୍କ ଶୁଣ ନୃପବର। ପରମାତ୍ମାଙ୍କର ପ୍ରିୟ ନନ୍ଦିନୀଟି ସେହି, ନିତ୍ୟସ୍ଥଳ ରସ ଦ୍ୱାରୀ ପ୍ରହରାଦି ହୋଇ। ପରମ ଶକତିମୟୀ ଅଟନ୍ତି ସେ ସତୀ, ରାଧାଙ୍କର ସହଚରୀ ମର୍ତ୍ତ୍ୟେ ଉତ୍ପତ୍ତି। ମହାନିତ୍ୟ ଗୋଲୋକରେ ରହିଥାନ୍ତି ସେହି, ଗୋମାତା ପାରୁ ସେ ସଦା ରହିଥାନ୍ତି ସେହି। ନାମ ତାହାଙ୍କ ତ୍ରିପୁରା ଶୁଣ ହେ ରାଜନ, ସାପ ବଳେ ମର୍ତ୍ତ୍ୟପୁରେ ହେଲେ ଅବତୀର୍ଣ୍ଣ। ପରୀକ୍ଷିତ ବାଚ ସାପ କଥା ଶୁଣି ପରୀକ୍ଷିତ ଯେଉ ବାଚ, ମନ୍ଦେ ହସିଣ କହନ୍ତି ମଧୁର ବଚନ। ପିନିମନ୍ତେ ମହାନିତ୍ୟ ଗୋଲୋକପୁରରେ, ସାପ୍ୟ ଦେଲା କୁହ ସର୍ବମୋହର ଛାମୁରେ। ଆବର ଗୋଲୋକ ମହାନିତ୍ୟ ରାସ କଥା, କହ ମହାମୁନି ହୃଦୁ ହର ମୋର ବ୍ୟଥା। ଶ୍ରୀ ଶୁକ ବାଚ ଯେଉଁ କଥା ପୁଛା କଲ ଅର୍ଜୁନଙ୍କ ନାତି, ବୁଝାଇଣ ସେହି କଥା କହୁଛି ସମ୍ପ୍ରତି। ଷଢ଼ଚକ୍ର ପରେ ଅଛି ମହାନିତ୍ୟ ଧାମ, ବଡ଼ କଠୋର ଜୀବନେ ସେ ଧାମ ଦର୍ଶନ। ସହସ୍ର ପାଖୁଡ଼ା ବେଢ଼ା ସୁମନ ଫୁଟିଛି, ଗୋଲୋକ ମହାନିତ୍ୟର ସ୍ୱାଭାବିକ ଶୁଛି। ଦିବାନିଶି ନାହିଁ ନାହିଁ ଆଲୋକ ଅନ୍ଧାର, ନାହିଁ ଦୁଃଖ ଜରା ବ୍ୟାଧି ଯେ ଆବର। ଅପୂର୍ବ କାନ୍ତି ଝଟକେ ସେ ପୁର ମହିମା, କି ବର୍ଣ୍ଣିବି ଯହିଁ ବିଜେ ନିଜେ ପରମାତ୍ମା। ଅଷ୍ଟସଖୀ ନିତ୍ୟ ସ୍ଥଳେ ରହିଣ ଅଛନ୍ତି, ଇନ୍ଦୁଚିତ୍ର ଲେଖା ତୁଙ୍ଗ ସଙ୍ଗେ ମହାସତୀ। 16 ସହସ୍ର ଗୋପୀ ଅଛନ୍ତି ସେଠାରେ, ରାସକ୍ରୀଡ଼ା ଚାଲିଅଛି ସେ ମହାନିତ୍ୟରେ। ନିଜେ ପରମାତ୍ମା ସହସ୍ର ବଳ ପାଖୁଳାରେ, ରାଧାଙ୍କୁ ନେଇ କ୍ରୀଡ଼ନ୍ତି ଆନନ୍ଦ ମନରେ। ନାହିଁ ଇନ୍ଦ୍ର ନାହିଁ ଅଣ୍ଡ ବିହାର କରନ୍ତି, ଅଗମ୍ୟ ସ୍ଥାନରେ କେହି ଗମି ନ ପାରନ୍ତି।
सहस्र सहस्र गोपी अष्ट सखी संगे विहार करुअछन्ति नित्य नाना रंगे। महानित्य रास एका जोगी मुनि ऋषि दर्शन करन्ति आनन पारन्ति पशि। षडचक्र भेदी जेहु करिब गमन महानित्य रास सेहु करिब दर्शन। आद्य द्वारा गणनाथ अछन्ति बसिण इंद्र वाहन तांको दिशे शोभावन। द्वितीय लिंग चक्र रे कामदेव रति कामना तेजी जे ही द्वार जीव जीति। इंद्रिय संयम करी करी गमन तृतीय चक्रर द्वारे जीव पहुँचिण। निजे ब्रह्मा सावित्री को घेनिण कोଳରେ विजय करिअछन्ति हंस वाहन रे। एही चक्र जिणी जेबे करिब गमन अनाहत चक्रे जीव मिलित तक्षण। निज अनाहत परे श्री विष्णु ठाकुर विजय करिअछन्ति आनंद मनर। लक्ष्मी सरस्वती तहीं बसिण अछन्ति सम्मुखरे उभा होई अछि खगपति। श्री विष्णु को माया जेहु करिब छेदन सेठारु कंठ चक्र को करिब गमन। निजे धूर्जटी उमांकु घेनि संगतरे जगी रहिण अछन्ति आनंद मनरे। एहा परे षष्ठ द्वार गले तु लंघिण परम पुरुषंकर महानित्य धाम। महानित्य धामे निजे त्रिपुरा सुंदरी जगी रही थांती निज ठाठिणी माड़ी। 64 गोपींकर मध्यरे से सार चौरूपे से बाଳରେ सेठी प्रभुंकर। तेउ कथा त्रिपुरांकु न थाए अजणा डरंती गोपीए तारे न कही बड़ीमा। जे जेउ स्थान रे रही सेवा करिबई सेही स्थान रे त्रिपुरा ताहाकु रखई। सर्वनायिकांक परे त्रिपुरा सुंदरी नित्य स्थले सेवा करे आनन विचारी। अन्य द्वारे मन ध्यान अल्प दियई आपना द्वार को सदा सजाई रखई। सेही द्वार कथा एबे मन देई शुण लक्षे ब्रह्मा विष्णु शिव नुहंती भाजन। त्रिपुरा को संतोषी जे पारे भक्ति रे सेही एकाश स्थान रे अवा जाई पारे। नित्य स्थान देखिबाकु देवतांक मन मात्र केउ उपाय रे पांतिनी दर्शन। एणु मोरे धामे जन्मी लभंती मरण ब्रह्मा विष्णु सदा शिव तांकरी समान। नित्य स्थान अधिकारी त्रिपुरा सुंदरी रासस्थल तेजी मूर्ति रहिला से बाली। रासस्थली जगी थाए करिण जतन ताकु तो शिवाकु केही नाहांती भाजन। केवल भक्ति रे जेबे करिब पूजन तरली जाई पारिब जेबे तांक मन। संगरे नेइण सेही करांती दर्शन तांको बिने के होइब दर्शने भाजन। जय जय परम ब्रह्म जगत ठाकुर जय जय परम ब्रह्म गोलक ठाकुर। जय जय परम ब्रह्म सगुण निर्गुण जय जय परम ब्रह्म आत्मार परम। जय जय परम ब्रह्म राधा चित चोर जय जय परम ब्रह्म जगत ठाकुर।
ଦୀନ ବୁଦ୍ଧି ସଦା ତୁମ୍ଭ ନାମ ଧ୍ୟାଇ ତୁଳସୀ ମହାପୁରାଣ ରଚନା କରଇ। ମାନବ ବିଷ୍ଣୁଙ୍କର ଭୂଷଣ୍ଡ କାକ ସଙ୍ଗରେ ଭେଟ ଓ କଥୋପକଥନ। ପରୀକ୍ଷିତ ଉବାଚ ପୋଷା କଲେ ପରୀକ୍ଷିତ ଯୋଡ଼ିବେ ନିକର ବୁଝାଇଣ କୁହ ମୋତେ ହେ ମୁନି ପ୍ରବର। ମାନବ ବିଷ୍ଣୁ କିମ୍ ପାଇଁ ଆଗ୍ରହୀ ହୋଇଣ ଗଲେ ମହାନିତ୍ୟ ଧାମ କରି ଦର୍ଶନ। ତ୍ରିପୁରା ସୁନ୍ଦରୀ କିମ୍ପା ନେଲେ ସଙ୍ଗତରେ ସନ୍ଦେହ ଲାଗିଲା ଦେବ ମୋହର ମନରେ। ବୁଝାଇଣ ସେହି କଥା କହିବ ଗୋସାଇଁ ଶୁଣିବା ପାଇଁ ଶରଧା ମୋ ମନେ ଅଛଇ। ପରୀକ୍ଷିତଙ୍କ ବଚନେ ଆନନ୍ଦିତ ହୋଇ କହନ୍ତି ବୁଝିଲା ଯାହା ଶୁଣ ମନ ଦେଇ। ଶ୍ରୀ ଶୁକ ଉବାଚ ମାନବ ବିଷ୍ଣୁଙ୍କ କଥା ଶୁଣ ଦେଇ ମନ ମୋର ମଣ୍ଡଳରେ ସଦା ହୁଅନ୍ତି ଅବତୀର୍ଣ୍ଣ। ଲଭନ୍ତି ଯୋନି ଜନମ ମୋର ତ ମଣ୍ଡଳେ ନିଜେ ବଡ଼ ବୋଲି ଗର୍ବ କରନ୍ତି ଅନ୍ତରେ। ଲକ୍ଷ୍ମୀ ଦେବୀ ଆମ୍ଭ ପତ୍ନୀ ଜଗତର ମାତା ପାଳନ କରତା ଆମ୍ଭେ ଜଗତର ପିତା। ଆମ୍ଭ ବିନେ ଗତି ମୁକ୍ତି କେ ପାରିବ ଦେଇ ଆମ୍ଭଠାରୁ ଶ୍ରେଷ୍ଠ କେହି ବ୍ରହ୍ମାଣ୍ଡରେ ନାହିଁ। ଆମ୍ଭେ ସର୍ବଜୀବଙ୍କର ଅଟୁ ପିତା ମାତା ସଚରାଚର ଜୀବର ଗତି ମୁକ୍ତି ଦାତା। ଏସନ ବିଚାରି ମନେ ଗୌରବ ବହନ୍ତି ନିଜର ବଡ଼ିମା ପଣ କେବେ ନ ଛାଡ଼ନ୍ତି। ଏକ ଦିନକର କଥା ଶୁଣ ହୋ ରାଜନ ଭ୍ରମିବା ପାଇଁ କି ନିଜେ ବଳାଇଣ ମନ। ମାନବ ବିଷ୍ଣୁ ଚଳନ୍ତି ଆନନ୍ଦିତ ହୋଇ ପ୍ରକୃତି ରାଣୀ ସୌନ୍ଦର୍ଯ୍ୟ ମନ ନିଏ ମୋହି। ଆପଣାର ମନ ମଧ୍ୟ କରନ୍ତି ବିଚାର ଏ ରମ୍ୟ ରଚନା ସିନା ସକଳ ମୋହର। ନାନା ଜୀବ ପକ୍ଷୀ କୀଟ ତରୁ ଥାଉ ତୃଣ ହସୁଛନ୍ତି ମୋର ସ୍ନେହ ହୋଇଣ ପାଳନ। ସବୁରି ଘଟରେ ମୁହିଁ ବିଜେ କରିଅଛି ତରୁ ତୃଣ ସର୍ବସ୍ଥାନେ ପୁରୀ ରହିଅଛି। ଏସନ ଆପଣା ମନେ କରିଣ ବିଚାର ଦେଖୁଛନ୍ତି ଶୋଭା ରାଶି ପ୍ରକୃତି ରାଣୀର। ଏହିପରି ଦେଖି ଦେଖି କିଛି ଦୂର ଗଲେ ଅଦ୍ଭୁତ ପକ୍ଷୀ ଗୋଟିଏ ସେଠାରେ ଦେଖିଲେ। ପରର ଯଶ ଶବଦ ଅଷ୍ଟ ସଖୀ ସଙ୍ଗେ 16 ସହସ୍ର ଗୋପୀ ରହିଛନ୍ତି ସଙ୍ଗେ। ଶ୍ରୀରାଧାଙ୍କ ସଙ୍ଗେ କରୁଛନ୍ତି କ୍ରୀଡ଼ାମାନ ସେହି ରାସ କ୍ରୀଡ଼ା ଯେବେ କରିବ ଦର୍ଶନ ଦୋଷ ଦୁର୍ବଳତା ତବ ହୋଇବ ଛେଦନ। କାଳେ କାଳେ ନ ପାଇବ ଆଉ ଜନେ ଜନ୍ମ ମାନବ ବିଷ୍ଣୁ କହନ୍ତି ତହିଁ ଯିବା ପାଇଁ କେବଳ ପଥ ମୋତେ ଦିଅନ୍ତୁ ବତାଇ। ଭୂଷଣ୍ଡ କହନ୍ତି ବଡ଼ ଗମ୍ୟ ଏ ପଥ ଆନ କେହି ଯିବା ପାଇଁ ନୁହନ୍ତି ସମର୍ଥ। ଛାଡ଼ି ଗୋଟି ଦ୍ୱାର ପରେ ମହାନିତ୍ୟ ଧାମ ସେ ଦ୍ୱାରରେ ତ୍ରିପୁରାଙ୍କ ନିଜ ବାସସ୍ଥାନ। ଯେଡ଼େ ଗୁଣୀ ଜନ ବଳେ ନ ପାରିବ ଯାଇ ଭକ୍ତିରେ ସନ୍ତୁଷ୍ଟ ଏକା ସେ ଯେ ମହାମାଇ। ଯେବେ ଭକ୍ତି ବଳେ ତାଙ୍କୁ ପାରିବୁ ମନାଇ ଗୋଲକରା ହାସ ତୋତେ ଦେବେ ସେ ଦେଖାଇ। ତୋ ବଳେ ନ ପାରିବୁ ସେ ସ୍ଥାନକୁ ଯାଇ ମାନବ ବିଷ୍ଣୁ ଶୁଣିଣ ଦୁଃଖିତ ଯେ ହୋଇ। ଭୂଷଣ୍ଡ କାକ ପୟରେ ପ୍ରଣିପାତ କଲେ
ବାହୁଡ଼ି ସେଠାରୁ ନିଜ ପୁରକୁ ଅଇଲେ। ଗୃହେ ପ୍ରବେଶ ବିମର୍ଷ ମନରେ ରହିଲେ। ଋଷିଙ୍କ ବଚନ ଶୁଣି ପରୀକ୍ଷା ବଇଲେ। ପରୀକ୍ଷିତ ବାଚ ଏଥୁ ଅନ୍ତେ କେଉଁ କଥା ହୋଇଲା ଘଟଣା। ଦୟାକରି ନ କହନ୍ତୁ ବଳି ଅଛି ମନ। ତବ ମୁଖ ଶୁଣିବାକୁ ତୁଳସୀ ମହିମା। ଦୟାକରି କୁହ ମୋତେ ଆହେ ମହାତ୍ମା। ପରୀକ୍ଷିତଙ୍କ ବିନୟ ଦେଖି ଋଷିବର। ଯେଉଁ କଥା ପୁଛା କଲ ଶୁଣ ନରବର। ଶ୍ରୀଶୁକ ବାଚ ଗୃହେ ମାନବା ବିଷ୍ଣୁ ଯେ ପରବେଶ ହେଲେ। ତ୍ରିପୁରାଙ୍କର ସେବାରେ ସେ ଦିନୁ ଲାଗିଲେ। ଭକ୍ତି ଭରେ ପୂଜା କଲେ ତାଙ୍କର ପୟର। କେତେ ଦିନ ଗତ ହେଲା ସେହି ବିଷ୍ଣୁଙ୍କର। ଜଗତ ଜନନୀ ଦେବୀ ତ୍ରିପୁରା ଜନନୀ। ଦର୍ଶନ ନ ପାଇଲେ ନିଜେ ବିଷ୍ଣୁ ପୁଣି। ଅତ୍ୟନ୍ତ ଦୁଃଖିତ ହୋଇ କହନ୍ତି ବଚନ। ବେନିକର ଯୋଡ଼ି ସ୍ତୁତି କଲେ ଉଚ୍ଚାରଣ। ନମୋ ମାତୃପୁରା ଦେବୀ ଜଗତ ଜନନୀ। ସୁର ନର ବନ୍ଦ୍ୟ ମାଗୋ ତ୍ରିପୁର ମୋହିନୀ। ନମୋ ମାତୃପୁରା ଦେବୀ ମହାନିତ୍ୟ ଧାମ। ସଦାକାଳେ ଜନନୀ ଗୋ ତୁମ୍ଭ ବାସସ୍ଥାନ। ମୁଁ ଅଧମ ସୁତ ପଡ଼ି ଅତ୍ୟନ୍ତ ଦୁଃଖରେ। ରକ୍ଷା କର ଜନନୀ ମୁଁ ଡାକୁଛି କାତରେ। ଏପରି ଅନେକ ଦୁଃଖ ଯହୁଁ ସ୍ତୁତି କଲେ। ଶୁଣି କରିଣ ଜନନୀ ପାଶକୁ ଅଇଲେ। ବୋଲନ୍ତି ରେ ବତ୍ସ ଶୁଣ ମୋହର ବଚନ। କି ନିମନ୍ତେ ଚିନ୍ତା କରୁ ମୋହର ଚରଣ। ତ୍ରିପୁରାଙ୍କର ବଚନ କରିଣ ଶ୍ରବଣ। ମନ୍ଦେ ହସିଣ କହନ୍ତି ମଧୁର ବଚନ। ଆଗ ମାତା ମହାନିତ୍ୟ ରାସ ଦେଖିବାକୁ। ବଳାଇଛି ମନ ମାଗ ଯିବ ହିଁ ସେଠାକୁ। ତ୍ରିପୁରା ବୋଲନ୍ତି ଅସ୍ତୁ କରିଲି ନନ୍ଦନ। ସେ ସ୍ଥାନକୁ ଯିବା ପାଇଁ ଅତ୍ୟନ୍ତ ଗହନ। ସଙ୍ଗତରେ ଘେନି ଯେବେ ଚଳି ଯିବି ମୁହିଁ। ବିପତ୍ତି ପଡ଼ିବ ତୁମ୍ଭେ ଶୁଣ ହେ କହ୍ନାଇ। ଅସ୍ତୁ କରି ସୁପ୍ରସନ୍ନେ ଦେଇଅଛି ବର। ରକ୍ଷା କରିବି ନିଶ୍ଚୟ ସତ୍ୟ ମୋର ଗିର। ଏଥୁ ଅନ୍ତେ ଆନରସ ଶୁଣ ସାଧୁ ଜନ। ପରମ ପବିତ୍ର ଗ୍ରନ୍ଥ ତୁଳସୀ ପୁରାଣ। ତବ ଭୟ ଚରଣେ ମନ ମୋର ଥୋଇ। ଏ ମହାପୁରାଣ ଗୋଟି ରଚନା କରଇ। ତ୍ରିପୁରା କର୍ତ୍ତୃକ ମାନବ ବିଷ୍ଣୁଙ୍କର ଗୋପୀ ବେଶ ଓ ରାସ ଦର୍ଶନ ଅଭିଶାପ ପ୍ରାପ୍ତ। ପରୀକ୍ଷିତ ଉବାଚ ପୁନରପି ପରୀକ୍ଷିତ ଯୋଡ଼ିବେନି କର। ଶ୍ରୀଶୁକ ମୁନି ପୟରେ କଲେ ନମସ୍କାର। ବୋଲନ୍ତି ହେ ମହାଭାଗ ଧନ୍ୟ ସେ ତ୍ରିପୁରା। ଦର୍ଶନ କରାଇ ଦେବ କଥା ଦେଲା ପରା। ତଦନ୍ତେ ଦେବୀ ତ୍ରିପୁରା କେଉଁ କର୍ମ କଲେ। ମାନବ ବିଷ୍ଣୁଙ୍କୁ ନେଇ ରାସ ଦେଖାଇଲେ। ପରୀକ୍ଷିତଙ୍କ ମୁଖରୁ ଶୁଣି ଏ ବଚନ। ଶୁକ କହୁଛନ୍ତି ରାଜା ଧୀର ମନେ ଶୁଣ। ଶ୍ରୀଶୁକ ବାଚ ପରୀକ୍ଷିତଙ୍କ ବିନୟ ଦେଖି ଶୁକପତି। ଯାହା ପୁଛା କରୁଅଛୁ ପରୀକ୍ଷ ନୃପତି। କହୁଛି ବୁଝାଇ ଏବେ ମନ ଦେଇ ଶୁଣ। ତ୍ରିପୁରା ମାନବ ବିଷ୍ଣୁ ନିକଟେ ମିଳିଣ। ବୋଲନ୍ତି ମାନବ ବିଷ୍ଣୁ ମୋ ନିକଟେ ବସ।
ତୁମ୍ଭଙ୍କୁ ସଜାଇ ଦେବି ଗୋପାଳଙ୍କ ବେଶ। ତେବେ ସିନା ସଙ୍ଗତରେ ଘେନି ଯିବି ମୁହିଁ। ଏତେ ବୋଲିଣ ତ୍ରିପୁରା ବିଷ୍ଣୁଙ୍କୁ ଡାକଇ ବିବିଧ ଅଳଙ୍କାରରେ କରିଲେ ମଣ୍ଡଣି। ମୁଖ ଗୋଟିକ ଦିଶିଲା ପୂର୍ଣ୍ଣ ଚନ୍ଦ୍ରଜିଣୀ। ବାହାରେ ସେ ବାଜୁ ବନ୍ଧ ଯତନେ ଖଞ୍ଜିଲେ। ପୟରେ ଖୁଣ୍ଟିଆ ଯତ୍ନେ ପିନ୍ଧାଇଣ ଦେଲେ। ନାସିକାରେ ନବରତ୍ନ ନିର୍ମିତ ବସନ। ମସ୍ତକ ଉପରେ ଶୋହୁଅଛି ମଥାମଣି। ଗଳାରେ ସୁବର୍ଣ୍ଣ ହାର ଦିଶେ ଶୋଭାବନ। ବେନି ଭୁଜେ ତାଡ଼ି ଯତନରେ ମୁଣ୍ଡାଇଲା। ପୁନର୍ଭାଗେ ଯତନରେ ପଦକ ଖଞ୍ଜିଲା। ମୁକୁତାର ଜାଲି ଗଭା ମଧ୍ୟେ ମୁଣ୍ଡାଇଲା। ଦିବ୍ୟ ଫୁଲି ପାଟ ଉପରାଣ ମଣ୍ଡାଇଲା। କଜଳ ଗାର ଦେଲି ସେ ବେନି ନୟନରେ। ପୟରେ ଅଳତା ଦେଲା ଅତି ଯତନରେ। ଭାଲ ପଟେ ଅର୍ଦ୍ଧ ଚନ୍ଦ୍ର ଆଙ୍କିଲା ଯତ୍ନରେ। ବିନ୍ଦୁ ବସାଇଲା ତୋଳେ ଧରି ସୁସଞ୍ଚରେ। କର୍ଣ୍ଣରେ ସୁବର୍ଣ୍ଣ କାପ ଦିଶଇ ଶୋଭନ। ନାକ ନାସିକାରେ ସେହି ଦିଶଇ ଯତନ। କୃଷ୍ଣ କୁନ୍ତଳ କବରୀ ଯୋଡ଼ା ବେନି ପାଣି। ନାଗ ଫଣି ଦେଇ ଖୋସା ଦେଲେ ସଜ କରି। ଏସନ ମାନବ ବିଷ୍ଣୁ ସୁବେଶ ହୋଇଲେ। ତ୍ରିପୁରା ସୁନ୍ଦରୀଙ୍କର ସଙ୍ଗତେ ଗମିଲେ। ଷଢ଼ଦ୍ୱାର ପାର ହୋଇ ସଙ୍ଗେ ଘେନି ଗଲେ। ଗୋପୀଙ୍କ ଗହଣେ ଯାଇ ପରବେଶ ହେଲେ। ଏପରି ସୁବେଶ ସେହି ବିଷ୍ଣୁ ହୋଇଥିଲେ। ଗୋପାଳୁଣୀ ମାନେ ତାଙ୍କୁ ବାରି ନ ପାରିଲେ। ଅନନ୍ତ ଶିଖରେ ଶୋଭେ ପଦ୍ମର କେଶର। ତହିଁରେ ମାନବ ବିଷ୍ଣୁ ହୋଇଲେ ହାଜର। ସପ୍ତମଣ୍ଡଳ ଉପରେ ଚାଲିଛି ରାହାସ। 16,000 ଗୋପୀ ମଧ୍ୟ ଏକଇ ପୁରୁଷ। ଛଦ୍ମବେଶରେ ମାନବ ବିଷ୍ଣୁ ଯାଉଛନ୍ତି। ଗୋପୀ ଭାବି ଗୋପୀ ମାନେ ଜାଣି ନ ପାରନ୍ତି। ଅଙ୍ଗେ ଅଙ୍ଗେ ଯତନରେ ଯାଇଅଛି ଜଡ଼ି। କମଳ କେଶରେ ମଧ୍ୟ ରହିଛନ୍ତି ହରି। ବେନି ଭୁଜ ଛନ୍ଦା ଛନ୍ଦି ବନ୍ଧା ବନ୍ଧି ହୋଇ। ଯୁଗଳ ମୂରତି ଏକ ପାଇଅଛି ହୋଇ। ଧନ୍ୟ 16,000 ଗୋପୀ ଜୀବନ ତାଙ୍କର। କେତେ ତପ କରିଥିଲେ ସେହି ରାମବର। ତେଣୁ ମହାନିତ୍ୟ ରାସ କରନ୍ତି ଦର୍ଶନ। ମୁଖେ ମୁଖ ରଖିଛନ୍ତି ରାଧା କୃଷ୍ଣ ଜାଣ। ସ୍ନେହ ଭରେ ଆଲିଙ୍ଗନ ପରମ ପୁରୁଷ। ପ୍ରେମାଲିଙ୍ଗନରେ ରାଧା ଅତ୍ୟନ୍ତ ହରସ। ଲକ୍ଷଣ ହେ କୋଟି ସୂର୍ଯ୍ୟ ଶୋଭାଙ୍କୁ ତାଙ୍କର। ହେମଲତା ସମ ରାଧା ଦିଶନ୍ତି ସୁନ୍ଦର। କୃଷ୍ଣଙ୍କ ପରଶ ପାଇ ରାଧା ପୁଲକିତ। ରାହାସ କରନ୍ତି ଦୁହେଁ ଏହିପରି ନିତ୍ୟ। ରତ୍ନବେଦୀ ଗୋଟି ମାତ୍ର ଅଟେ 3 ଦଳ। ଷଡ଼ଦଳ ମଧ୍ୟରେ ତାର ରହିଅଛି ମୂଳ। ଅଷ୍ଟଦଳେ ଅଷ୍ଟକନ୍ୟା ଦିଶନ୍ତି ଯତନ। 16 ଦଳେ 32ରେ ସମସ୍ତ ସମ୍ପୂର୍ଣ୍ଣ। ଶ୍ରୀ ରାଧା କୃଷ୍ଣଙ୍କ ପ୍ରୀତି ଯେ ମନ୍ତ ଅଟଇ। 64 କଳା ଏହା ଶୁଣ ମନ ଦେଇ। କାହିଁନେ ତ ଉଡ଼ୁଅଛି ତହିଁ ଫୋର ଫୋର। ଆବର କେବଣ ସଖୀ ପକାଏ ଚାମର। ଖଞ୍ଜଣି ମୃଦଙ୍ଗ ଧରି କେ ନୃତ୍ୟ କରଇ। ସୁମଧୁର ସ୍ୱରେ କିଏ ଗୀତ ଗାଉଥାଇ।
ଆନ କେହୁ ସଖୀମାନେ ନୃତ୍ୟ କରୁଛନ୍ତି, କେବା ବସି କରି ରାସ କ୍ରୀଡ଼ା ଦେଖୁଛନ୍ତି। ଶୁଣ ହେବି ବୁଦ୍ଧ ଜନେ ଦେଇ ମନ କର୍ଣ୍ଣ, ପୁନରପି ପୁଚ୍ଛା କଲେ ପରୀକ୍ଷିତ ରାଣ। ପରୀକ୍ଷିତ ବାଚ ପରୀକ୍ଷିତ ପଚାରନ୍ତି ହରଷ ଚିତ୍ତରେ, ତଦନ୍ତେ ଘଟିଲା କିସ ସେ ମହାନିତ୍ୟରେ। ସକଳ ଚରିତ ମୋତେ ବୁଝାଇଣ କୁହ, ମୋ ମନରୁ ନାଶ ଯିବ ସକଳ ସନ୍ଦେହ। ନୃପତିଙ୍କର ବଚନେ ଆନନ୍ଦିତ ହୋଇ, ଶ୍ରୀ ଶୁକମୁନି କହନ୍ତି ଶୁଣ ନରସାଇଁ। ଗୋପୀମାନେ ବିଷ୍ଣୁ ପଦେ ସେବା କରୁଛନ୍ତି, ବିବିଧ ପ୍ରକାର ବାଦ୍ୟ ସେଠାରେ ବାଜୁଛି। ମନ କର୍ଣ୍ଣ ଦେଇ ଶୁଣ ପରୀକ୍ଷ ରାଜନ, ଏଠାରୁ ଘଟିଲା ଯେଉଁ କଥା ମାନ ଶୁଣ। ମାନବ ବିଷ୍ଣୁଙ୍କୁ ଗୋପୀ ବେଶ ସଜାଇଣ, ତ୍ରିପୁରା ଗୋପୀ ଗହଣେ ଦେଲେ ମିଶାଇଣ। ଗୋପୀଙ୍କ ସଙ୍ଗରେ ମିଶି ଗଲେ ନାରାୟଣ, ତ୍ରିପୁରା ରହିଲେ ଟିକେ ପଛକୁ ହଟିଣ। ବୋଲନ୍ତି ଗୋପୀ ଏବେ ଶୁଣ ମୋର ଗୀର, ମନ ଜାଣି ପ୍ରଭୁଙ୍କର ସେବ ଗୋପୟର। ତୁମ୍ଭଙ୍କୁ କେବଳ କଥା ଅଜଣା ଅଛଇ, ଏବେଳେ କହୁଛ ସର୍ବଦେବୀ ମୁଁ ବୁଝାଇ। ତାଳମାନ ନ ହୁଡ଼ିବ ସଙ୍ଗାତ ଗାଇବ, ବାଦ୍ୟ ତାଳେ ତାଳେ ସର୍ବ ଗୋପୀଏ ନାଚିବ। ନାଚିବା କାଳରେ ସଦା ଥୟ କର ମନ, ଚିତ୍ତବୃତ୍ତି ଯେଉଁ ପରି ନ ଯିବ ହୁଡ଼ି।